କାଲି ଇନଷ୍ଟାଗ୍ରାମରେ ମୁଁ ଗୋଟେ ଭିଡ଼ିଓ ଦେଖୁଥିଲି, ଗୋଟେ ମଜାର ବିଷୟ ଯେ ଗୋଟେ ଝିଅକୁ ପୁଣି ଆଉ ତାକୁ ତାଙ୍କର ଭଗବାନଟେ ଆଉ ତାକୁ ଲାଗିଛି ତା ଦେହରେ, ତାଙ୍କର ମହାଦେବ ତା ଦେହରେ ଉଭା ହେଇଯାଇଛନ୍ତି ବା ତା ଆଉ ଭିତରେ ପଶି ଯାଇଛନ୍ତି। ମୁଁ ଜାଣିନି, କିନ୍ତୁ ସିଏ ଗୋଟିଏ ରାତି ଭିତରେ ଝିଅରୁ ପୁରା ଅଣ୍ଡରା ପାଲଟିଗଲା। ମୁଁ ଲୋକାଲ ଭାଷାରେ କହୁଛି କାରଣ ଆପଣମାନଙ୍କୁ ଟିକେ ଭଲ ଲାଗିବ ବୋଲି। ଯେ ମହାଦେବ ସେ ଝିଅଙ୍କ ଉପରେ ଆଉ ଆବିର୍ଭାବ ହେଲେ, ଯାହାଫଳରେ ରାତାରାତି ମାଇକିନାରୁ ସେ ଅଣ୍ଡରା ହେଇଗଲା। ମାନେ ସେ ଲେଡ଼ିଜ୍ରୁ ଜେଣ୍ଟସ୍ ହେଇଗଲା, ଝିଅ ପିଲାରୁ ସେ ପୁଅ ପିଲା ହେଇଗଲା। ମାନେ ଗୋଟେ ରାତିରେ ଦେଖନ୍ତୁ କିଭଳି ଆଶ୍ଚର୍ଯ୍ୟ ଘଟଣା ଗୁଡ଼ାକ ଆମକୁ ଏବେର ସମୟରେ ଦେଖିବାକୁ ପଡ଼ୁଛି, ଜାଣିବାକୁ ପଡ଼ୁଛି। ଇନଷ୍ଟାଗ୍ରାମ ଗୋଟେ ଭଲ ଆପ୍ଟେ, କାରଣ ଇନଷ୍ଟାଗ୍ରାମରେ ବହୁତ ବିଭିନ୍ନ ପ୍ରକାର ଆଉ ଇନଫର୍ମେସନ୍ ଗୁଡ଼ାକ ମିଳୁଛି, ବିଭିନ୍ନ ପ୍ରକାର ଆଉ ନ ଜାଣିବା ବିଷୟ ଗୁଡ଼ାକ ମୋତେ ଜାଣିବାକୁ ମିଳୁଛି। ମୋତେ ଭଲ ଲାଗେ ଇନଷ୍ଟାଗ୍ରାମ। ଯେବେଠାରୁ ମୁଁ ପ୍ରାୟ ଇନଷ୍ଟାଗ୍ରାମ ଚଲାଉନଥିଲି ବା ବ୍ୟବହାର କରୁନଥିଲି, କିନ୍ତୁ ଏବେ ପ୍ରାୟ ଇନଷ୍ଟାଗ୍ରାମ ମୁଁ ବ୍ୟବହାର କରୁଛି। ଇନଷ୍ଟାଗ୍ରାମରେ ବହୁତ ମଜାଳିଆ ମାନେ ରହସ୍ୟ ଗୁଡ଼ାକ ଆପଣମାନେ ବୁଝିପାରୁଥିବେ, ସେଇଭଳିଆ ବିଷୟ ଗୁଡ଼ାକ ଜାଣିବାକୁ ମିଳୁଛି ଇନଷ୍ଟାଗ୍ରାମ ଜରିଆରେ। କେମିତି ଲୋକମାନଙ୍କୁ, କେମିତି ଅନ୍ଧ ଭକ୍ତମାନେ କିଭଳି ଲୋକମାନଙ୍କୁ ଭୁଆଁ ବୁଲାଉଥିଲେ, ସେସବୁର ଆଉ ବହୁତ ଭଲ ଭଲ ଟପିକ୍ ଗୁଡ଼ାକ ଆଉ ମିଳୁଛି ଇନଷ୍ଟାଗ୍ରାମ ଜରିଆରେ। ତ ମୋର କହିବାର ଅର୍ଥ, ଦେଖନ୍ତୁ ଏଇ ଯେଉଁ ଝିଅ ପିଲାଟା ମାନେ ରାତାରାତି ଭିତରେ ମହାଦେବ ପୁଣି ଦେହରେ ପ୍ରବେଶ କରିବାରୁ ଇଏ ପୁରା ପୁଅ ପାଲଟିଗଲା। କିନ୍ତୁ ଯେତେବେଳେ ତାକୁ ଇନକ୍ୱାରି କରାଗଲା, ତାକୁ ଚେକିଂ କଲା, ତାକୁ ଯେତେବେଳେ ଭଲରେ ଆଉ ତାକୁ ପଚରା ପୁଚରି କରାଗଲା, ଆଉ ଭଲରେ ଦେବେ ତାକୁ ପରୀକ୍ଷା କଲେ ଲୋକମାନେ, ଯେତେବେଳେ ତାକୁ ପୋଲିସ ଦ୍ୱାରା, ତାପରେ ଜଣାପଡ଼ିଲା ଯେ ଆଉ ତା ତଳେ ସେ କ'ଣ ବାଇଗଣଟେ ରଖିକି ସେ କହୁଥିଲା ମୁଁ ଅଣ୍ଡରା ହେଇଯାଇଛି, ଦେଖ ଆଉ ମୋତେ ତ ଦେଖି ଜାଣିପାରୁଥିବ ଆଉ କେମିତି ଦେଖାଯାଉଛି। କିନ୍ତୁ ଯେତେବେଳେ ସେଇଟା ଭଲରେ ଖୋଲିକି ଦେଖିଲା ବେଳକୁ ସେଇଟା ଗୋଟେ ଭଲ ବାଇଗଣଟେ ଥିଲା। ତ ଏଭଳିଆ ବହୁତ ଆଉ ଭାଣ୍ଡାମି ଯାକ ଅଛନ୍ତି ଲୋକମାନଙ୍କୁ କିଭଳି ଭାବରେ ଭୁଆଁ ବୁଲାଇବା ପାଇଁ। ସେଥିପାଇଁ ଯେକୌଣସି ଲୋକ କହିଦେବା ମାତ୍ରେ ବିଶ୍ୱାସ କରନ୍ତୁ ନାହିଁ, ତାକୁ ଟିକେ ଭଲରେ ଆମେ ଆଉ ସର୍ଚ୍ଚ କରିବା ଦରକାର। ସେ ବିଷୟରେ ଟିକେ ଭଲ ଭାବରେ ଟିକେ ଚିନ୍ତା କରିବା ଦରକାର, ଖୋଳତାଳ ଟିକେ କରିବା ଦରକାର, ତେଣୁ ଯେ ଆମେ ସତ୍ୟତା କ'ଣ ଜାଣିବା। ଆଉ ଏମିତି ବହୁତ ଅନ୍ଧଭକ୍ତ ଗୋବରଖିଆ ମାନେ ଆଉ କେମିତି ଲାଗୁଛି ଏଇଭଳିଆ ଯେଉଁ ଲୋକମାନେ ଯେଉଁ ଠକୁଛନ୍ତି ଲୋକମାନଙ୍କୁ, ଯେ ଆମେ ଏମିତି କହିଦେଲେ ଲୋକମାନେ ଜାଣିପାରିବେ ନାହିଁ। ଏଇଟା କ'ଣ ନିଜ ନିଜ ଭଗବାନଙ୍କୁ, ଏଇଟା କ'ଣ ପୁଣି ନିନ୍ଦା, ଅପମାନ, ପରିହାସ, କମେଡ଼ି କଲା ଭଳିଆ ଏସବୁ ବିଷୟ ଗୁଡ଼ାକ ହେଉଛି। ମୁଁ କହିଦେଲେ ତ ନାହିଁ, ଆଉ ଇଏ ଆମକୁ ବାଧିଲା ପରେ କହୁଛି ବୋଲି ଲୋକ ଭାବୁଛନ୍ତି, କିନ୍ତୁ ଏଇଟା ତୁମକୁ କ'ଣ ଠିକ୍ ଲାଗୁଛି କି? ଆଉ ଗୋଟେ ଭିଡ଼ିଓ ଦେଖୁଥିଲି, ଆଉ ଜଣେ କ'ଣ କାଳୀ ଦୁର୍ଗା ଅବତାରରେ ପୁରା ନଙ୍ଗଳା ହେଇକିରି ନାଚୁଛି। କେବଳ ତାର ବେକରେ, ଛାତିରେ କ'ଣ ଟିକେ ଟିକେ ଆଉ ଫୁଲର ମାଳ ଗୁଡ଼ାକ ପଡ଼ିଛି। ଯଦି ସେଇଟା କାଢ଼ିଦେଲେ ସେ ପୁରା ସର୍ବନଙ୍ଗଳା। ତ ଏମାନେ କ'ଣ ନିଜର ପରିହାସ କରୁଛନ୍ତି ନା ନିଜ ଭଗବାନର ପରିହାସ କରୁଛନ୍ତି? ଆଉ ସେମାନେ ନିଜର ଦେବତାମାନଙ୍କୁ, ଦେବୀ ଦେବତାମାନଙ୍କୁ, ନିଜର ଭଗବାନଙ୍କୁ ସେମାନେ ନିଜେ ହିଁ ସେମାନେ କ'ଣ ପରିହାସ କରୁଛନ୍ତି। କିନ୍ତୁ ଆମେ ଯଦି ପଦେ କହିଦେବା ଆମ ଉପରେ ମାଡ଼ି ପଡ଼ୁଛନ୍ତି। ତ କେମିତି ଏଗୁଡ଼ାକ ଠିକ୍ ଲାଗୁଛି କି? କମେଣ୍ଟ ମାଧ୍ୟମରେ ଜଣାଇବେ।